ଧର୍ମାନନ୍ଦ ଦାସ। କହିପାରିବେ ଏଇ ଜାଗାଟା କୋଉ ଜାଗା? ଏଇଟା ହେଉଛି ସିଦ୍ଧ ମଠ। କ'ଣ କିମ୍ବଦନ୍ତୀ ଅଛି ସିଦ୍ଧ ମଠ ବୋଲି? ଏ କାହିଁ ସିଦ୍ଧ ମଠ ଯେଉଁ ବାବା ଥିଲେ ଏଇଠି, ସେ ଜଣେ ଶିଷ୍ୟ ଥିଲେ। ଯାଇଥିଲେ ପୁରୀ, ତାଙ୍କର ଗୁରୁ ଏଠି ଥିଲେ, ଶିଷ୍ୟ ଥିଲେ, ଗୁରୁ ଶିଷ୍ୟ ଦୁଇ ଜଣଙ୍କ ଥିଲେ। ଗୁରୁ ଗଲେ ପୁରୀ, ଶିଷ୍ୟ ରହିଲେ ମଠରେ। ଶିଷ୍ୟକୁ ଦେଖିଗଲେ କଦଳୀ କାନ୍ଦିଟେ ପାଚିଛି। ଗୁରୁ କହିଲେ ମୁଁ ଆସିଲେ ଭୋଗ ଲାଗିବ, କିନ୍ତୁ ଆଉ ଗୁରୁ ଆସିଲେ ନାହିଁ। ସେ ଭୋଗ ଲାଗିବ ବୋଲି ସବୁ ଯେତେ ଲୋକ ସବୁ ଆସିଲେ, ବେଳେ ସବୁ ବସିକିରି ଇଏ ସବୁ କରନ୍ତି, ଭାଗବତ ପଢ଼ନ୍ତି। ସବୁ ଦେଖିଲେ କଦଳୀ ପାଚିଲାଣି, କାନ୍ଦିବୁ ଆଉ ବାଦରେ ଖାଇଯିବ, ତାକୁ ଭାଙ୍ଗିବ ନା, ଗୁରୁଙ୍କର ଆଦେଶ ନାହିଁ, ମୁଁ ଏଇଠୁ ଭାଙ୍ଗି ପାରିବିନି। ଇଏ ବହୁତ ଜିଦ୍ କଲାକୁ ସେ ଭିତରେ କଦଳୀ ଗୋଟି ଗୋଟି କରି ଭାଙ୍ଗି ଆଣିଲେ। ଖାଲି କାନ୍ଦିକି ରହିକି ନଦୀରେ ରହିଲା। ମାସକ ପରେ ଗୁରୁ ଆସିଲେ। ଗୁରୁ ଯେମିତି ଆସିଲେ ଦେଖିଲେ ଗୋଟେ ପୋଖରୀ ଅଛି, ସେ ପୋଖରୀ ପାଚି ନଦୀ କୂଳଟା ଏଇଟା, ଆଉ ଗୋଡ଼ା ଧୋଇକି ଦେଖିଲାକୁ କଦଳୀ ନାହିଁ, ଖାଲି ଭଣ୍ଡାଟା ନଟି କିଛି। ସେଠୁ ଆସିକିରି ମଠକୁ ଯେତେବେଳେ ପହଞ୍ଚେ, ସେ ସବୁ ପାଣି ଢାଳ ନେଇ ଗୋଡ଼ ଧୋଇବେ ବୋଲି ଗୁରୁ ପାଖରେ ପହଞ୍ଚିଗଲେ। ଗୁରୁ ଆଉ ଗୋଡ଼ ଦେଖିଲେନି, କହିଲେ ନାଇଁ ମୋର ଆଉ ଗୋଡ଼ ଧୋଇବା ଦରକାର ନାହିଁ। ନା କାହିଁକି? ନା ମୋ କଥା ଯେମିତି ନ ରହିଲା, ଟିକେ ଆଉ ଗୋଡ଼ ଧୋଇବାର କ'ଣ ମୂଲ୍ୟ ଅଛି? ନା କ'ଣ ଆପଣଙ୍କ କଥା ମୁଁ ଭାଙ୍ଗିଦେବି? ନା ମୁଁ ପରା କହି ଜାଣିଥିଲି କଦଳୀ ଆସିଲେ ଭୋଗ ଲାଗିବ, କଦଳୀ ତ ନାହିଁ, ଖାଲି ଭେଣ୍ଡଟା ଲାଗିଛି। ନା କଦଳୀ ଅଛି, ତମେ ଦେଖିବା। ଗୁରୁ ଶିଷ୍ୟ ଦୁଇ ଜଣ ଗଲାକୁ କଦଳୀ ସେମିତି ପାଚିକିରି 7 ଫେଣା କଦଳୀ ସେମିତି ଅଛି। ଏଠି କଦଳୀ ଭାଙ୍ଗିକିରି ଆଣିଲେ, ଖାଇଲେ। ଗୁରୁ ରାତିକି କହିଲେ ଆଉ ଗୋଟିଏ ଖୁଣ୍ଟରେ ଯୋଡ଼ିଏ ଘୋଡ଼ା ବନ୍ଧା ହେଇକିରି ରହିପାରିବେ ନାହିଁ। ତୁମେ ରୁହ, ମୁଁ ଯାଉଛି, ନହେଲେ ମୁଁ ରହୁଛି, ତୁମେ ଯାଅ। ଶିଷ୍ୟ କହିଲେ ନାଇଁ ମୁଁ ରହିବିନି, ଆପଣଙ୍କର ମଠ, ଆପଣ ରୁହନ୍ତୁ, ମୁଁ ଯାଉଛି। ମୁଁ ଏମିତି ଜାଗାରେ ରହିବି ଯାହାକି ତମକୁ ପ୍ରତ୍ୟେକ ଦିନ ଦର୍ଶନ କରିବି। ଏହା ଆସିଲେ ଏଇ ପାଚି କୂଳର ଇଏ ହେଉଛି 3 ମୁଠ, 3 ମୁହାଣୀ ପାଚି ଏଇଠି 2 ପଟେ ଯାଇଛି। ଏଇଠି ଗୋଟେ ତାଳପତ୍ର କୁଡ଼ିଆ କରି ରହିଲେ, ଏଇଠି ମଠ କଲେ। ଏଇଠି ତ ଗୁରୁକୁ ଦର୍ଶନ କରିବାକୁ ଯାଆନ୍ତି। ସେଇ ସିଦ୍ଧ କାମ କଲାକୁ ତେଣୁ ତାଙ୍କ ନାଁ ଦିଆଗଲା ସେଇ ଦିନଠୁ ସିଦ୍ଧ ବାବା। ଆଉ ପତିତ ପାବନ ଅଛନ୍ତି, ଜଗନ୍ନାଥ ଅଛନ୍ତି, ରାଧାକୃଷ୍ଣ ଅଛନ୍ତି, ଶାଳଗ୍ରାମ ବି ଅଛନ୍ତି। ତେଣୁ ସବୁ ଠାକୁର ଏଠି ପୂଜା। କହିପାରିବେ ଏ ମଠ କେତେ ବର୍ଷ ହବ? ମଠ ପ୍ରାୟ 1000-1500 ବର୍ଷର ମଠ ହବ। ଆପଣ ଛୁଆବେଳୁ ଦେଖି ଆସୁଛନ୍ତି, ଆପଣ ଛୁଆବେଳୁ କେତେ ବାବା ସବୁ ଗଲେଣି? ଆପଣ 7-8ଟା ବାବା ଗଲେଣି, କିନ୍ତୁ କାହାର ଏଠି ସମାଧି ହେଇନି। କାହିଁକିନା କିଏ ଏଇଠି ଜମି ବାଡ଼ି କିଛି ନାହିଁ, ଭିକ ମାଗିକିରି ଯାହା ଚଳିବେ ଏଇଠି। ତେଣୁ କେହି ଏଠି ରହିପାରନ୍ତିନି। ତାପରଠୁ ହରିଦାସ ବୋଲି ଜଣେ ବାବା ଥିଲେ, ସେଇ ଆସି ଏଠି ରହିଲେ। ସେଇ ରହିବାକୁ ସିଏ ଭିକ୍ଷା କରନ୍ତି ନିଆଳି ହାଟ, ଏବଂ ଆମର ଏଠି ଗୋଟେ ରତ୍ନପୁର ହାଟ ଅଛି, ସେଇ ରତ୍ନପୁର ହାଟରେ ଭିକ୍ଷା କରନ୍ତି। ଭିକ୍ଷା କରୁ ଦିନେ ଯାଇକିରି ପରିବା ହାଟରେ ପହଞ୍ଚିଛନ୍ତି, ଗୋଟେ ବାଇଗଣ ବୋଝ ଥୁଆ ହେଇଛି। ସେ କ'ଣ କଲେ, ଗୋଟେ ବାଇଗଣକୁ ଧରି ପକେଇଲେ। ବାଇଗଣଟାକୁ ଧରି ପକେଇଲେ, ସେ ବାଇଗଣ ବିକାଳି ବା କ'ଣ କଲା, ତା ବାବାଙ୍କ ହାତଟାକୁ ଧରି ପକେଇଲା। ଆଉ କହିଲା ତୁମ ବାଇଗଣ ଚାରିରେ ପାଣି ଦେଲା ଭଳିଆ ଆସି ବାଇଗଣଟାକୁ ଧରି ପକେଇଲି। ବାବା ସେଇଠି ବାଇଗଣଟି ଛାଡ଼ିଦେଲେ, ଆସିଲେ ମଠରେ। ଆଉ କାହାକୁ କୁହାଗଲା ନାହିଁ, ଦାଦିଙ୍କ ପଛପଟେ ପଡ଼ିଗଲେ, ସିଦ୍ଧ ବାବାଙ୍କ ପଛପଟେ ପଡ଼ିଗଲେ ବୋଲି 21 ଦିନ ଯେତେ ଯିଏ ଡାକିଲେ ଆଉ ସେ କାହାରି କଥା ଶୁଣିଲେନି। 21 ଦିନରେ ତାଙ୍କୁ ଆଜ୍ଞା ହେଲା, କଲା ଯାହା ତୁ ଆଉ ଭିକ ମାଗିବୁନି, ତୋ ପାଖରେ ଆସି ପହଞ୍ଚିବ। ଆଗେ ସେଇଦିନ ତ ପହଞ୍ଚିଛି, କିମତି ଅଛି, ଚାଲିଛି ମଠ। ଆଉ ସବୁଦିନ ଭକ୍ତ ଆସିବେ, 100 ଆସିବେ, 150 ଆସିବେ, ଜଣେ ଯିଏ ହେଲେ ବଢ଼ି ଝଡ଼ି ବନ୍ୟା ହେଲେ ଯାହା ବି ଜଣେ ହେଲେ କିଏ ଚାଉସରେ ହିନେ ସେ ପହଞ୍ଚିବ। ପରବର୍ତ୍ତୀ ରାସ ହୁଏ, ରାମନବମୀ ହୁଏ, ଆଉ ଯଜ୍ଞ ହୁଏ ମାଘ ମାସରେ, ଆଉ ବାବାଙ୍କର ଇଏ ହୁଏ, ଦିନ ଦିଆଯାଏ, ଆଉ ଇଏ ଜନ୍ମାଷ୍ଟମୀ ହୁଏ। ପରମ୍ପରା ବି ଅଛି 7ଟା।